ସେ ତାଙ୍କ ରାଗକୁ କେହି ଶୁଣନ୍ତିନି। ସେଇଟା ଗୋଟେ ଭଲ ପାଇବା। ଆଉ ସିଏ ଆଉ ମୁଁ ଦେଖିଛି ଗୋଟେ ଲୋକ ଯଦି ଖରାପ କାମ କରୁଥିବ ତା ପାଖ ଲୋକକୁ ଗାଳି ଦେବେ। ସେ ଯେମିତି ବାଜୁଥିବ ପିନ୍ଟା ସେପଟେ ସେ ଯେଉଁ ପାଖ ଲୋକକୁ ଡାକି କହିବା ଆରେ ତତେ କହୁନଥିଲି, ସେ ଯେଉଁ ନଥିଲା ତାକୁ କହୁଥିଲି। ତ ଏମିତି ବାପାଙ୍କର ଅଛି ସବୁ ଷ୍ଟାଇଲ୍। ଆଉ ତାଙ୍କ ଗାଳିକି କେହି ଗାଳି ବୋଲି ନିଅନ୍ତିନି। ମୋତେ ସିଧୁ ବୋଲି ଡାକନ୍ତି, କେବେ କେବେ ସିଧୁ ନା ଡାକନ୍ତି। ଆଉ ଏଇଆ ଯେ ସମସ୍ତେ ଭାବୁଥିବେ ଆମକୁ ବେଶୀ ଟାଇମ୍ ଦେଇନାହାନ୍ତି, କି ଆମ ଉପରେ କିଛି ଖର୍ଚ୍ଚ କରିନାହାନ୍ତି। ଆମେ ସବୁ ଯେତେ ଭାଇ ଭଉଣୀ ଦେଖିଛ ସବୁ ଏଣ୍ଟ୍ରାନ୍ସ ଦେଇଛନ୍ତି, ଏଣ୍ଟ୍ରାନ୍ସରେ ପାଇଛନ୍ତି, ମାଗଣାରେ ପାଠ ପଢ଼ିଛନ୍ତି, ଆଉ କ୍ୟାରିୟର ତିଆରି କରିଛନ୍ତି। ତ ଏଇ ଜିନିଷଟା ସବୁ ନେତାମାନଙ୍କୁ ଶିଖିବା ଦରକାର। ଧନ ରହିଲେ ଜଣଙ୍କ ପାଖରେ ଟଙ୍କା ଅଛି, ସେ କ'ଣ ଦୀର୍ଘସ୍ଥାୟୀ ରହିପାରିବ? ଯେ ଅଧିକ ଦିନ ରହିବ, ଫିଟ୍ ରହିବ? ରହିପାରିବ। ଯେଉଁ ଲୋକର ଲୋଭ ନଥିବ ସେଇଠି ଜିନିଷଟି କହିପାରିବ। ଲୋଭ ଥିବ, ସାରେ ମାଲ ମିଳୁଥିବ, ତା ପାଟି ଫିଟିବନି। ଏବେ ଛୁଆବେଳେ ଯେମିତି ବାପାଙ୍କର କ'ଣ ଟିକେ ଇମୋସନାଲ ହେଲେ ସାଙ୍ଗେ ସାଙ୍ଗେ କାନ୍ଦି ପକେଇବେ। ତ ମୋର ମନେ ଅଛି, ମୁଁ ଯେଉଁ ଆମେରିକା ତାଙ୍କୁ ନେଇଗଲି ବୁଲେଇବାକୁ, ଆସିଲା ବେଳକୁ ପୁରା ଭୋ ଭୋ କାନ୍ଦିଲେ ଏୟାରପୋର୍ଟରେ। ଆଉ ମାନେ କଥା କହିପାରିଲେନି। ତ ଇମୋସନାଲ ଲୋକ, ଆଉ ଟିକିଏ କ'ଣ ହେଲେ କୁଣ୍ଡେଇ ପକେଇବେ କାନ୍ଦିକି। ତାଙ୍କର ଏଇଟା ହେଲା ମାନେ ପ୍ରେମ। शुभकामना तो मुझे बापा आउ थे ठिया हवा दरकार। ताकतु बड़ जेएन जी अछंती आजिका डेट्रे जेएन जी भी पारिबनी ताकू। आउ थे नेता हवा दरकार, आउ थे एमती लोक सेवा करवा दरकार। मला जाए लोक सेवा चलता।